महानायक महासंग्रामी मेघनाद ମୁଁ ଚାହିଁଲେ ଆକାଶରେ ବଜ୍ରପାତ ହୁଏ ଆଉ ସେଇ ବଜ୍ରପାତରେ ମେଘନାଦଟା ଖାଲି ନାଚିଥାଏ ନାଚ। ଆଉ ରାଣୀ ରକ୍ତମଞ୍ଜରୀ କଥାରେ ପଡ଼ି ମୁଁ ବହୁତ ମାନବକୁ ଠେଲି ଦେଇଛି ଅନ୍ଧାର ଗର୍ଭକୁ। କିନ୍ତୁ ଆଉ ନୁହଁ, ଆଜିଠାରୁ ମୋ ଭାଗ୍ୟଟାକୁ ଗଢ଼ିବି ମୋ ହାତ ମୁଠାରେ। କାହିଁକିନା ମୁଁ ହେବି ମହାରାଜା, ରାଜାରୁ ମହାରାଜା। ଆଉ ମୁଁ ମଧ୍ୟ ମୋ ଭାଗ୍ୟକୁ ତମ ସହିତ ଯୋଡ଼ି ଦେବାକୁ ଚାହେଁ। ମାନେ ମହାରାଣୀ ରକ୍ତମଞ୍ଜରୀ ହଠାତ୍ ମୋ ନିକଟରେ? ହଠାତ୍ ମୁଁ ତମ ନିକଟରେ। କିନ୍ତୁ କାହିଁକି? କାହିଁକି ନା ମୁଁ ବାରମ୍ବାର ମନା କଲେ ସତ୍ତ୍ୱେ ମଧ୍ୟ ସେ ବୃଦ୍ଧ ରାଜା ସୂର୍ଯ୍ୟନନ୍ଦ ତା କନ୍ୟା କିରଣମାଳାକୁ ଧରିଛି ହାତ ମୁଠାରେ। କାହିଁକି ନା ସେଇଟା ହଉଛି ମୋ ଶପଥ ତୁଣ୍ଡିର ଝିଅ, ଆଉ ସେଇଟା ହଉଛି ମୋର ଗୋଟେ କଣ୍ଟା। ଆଉ ସେଇ କଣ୍ଟାଟାକୁ ତୁମେ ସବୁଦିନ ପାଇଁ ତୁମ ରାସ୍ତାରୁ ସଫା କରିଦେବାକୁ ଚାହଁ? ଯଦି ହଁ, ତାହେଲେ ମୋ କଥା ମାନି ତୁମେ ବାଟ ଚାଲିଲେ ତୁମ ଭାଗ୍ୟର ଘରଟା ଆପେ ଆପେ ଖୋଲିଯିବ। ମୋ କଥାରେ ତୁମେ ରାଜି ତ ହବ? ସେନାପତି, ତେବେ ଠିକ ଅଛି, ମୁଁ ତମ କଥାରେ ନିଶ୍ଚୟ ରାଜି। ତାହେଲେ ପ୍ରଥମେ କୁହ, ତୁମର ରାଜ୍ୟ ଦରକାର ନା ରାଜ୍ୟରୁ ନିର୍ବାଚିତ ହେବା ଦରକାର? ଆରେ କୁହ, ତୁମର ରାଜ୍ୟ ଦରକାର ନା ରାଜ୍ୟରୁ ନିର୍ବାଚିତ ହେବା ଦରକାର? ଆରେ କୁହ, ରାଜ୍ୟ ଦରକାର ନା ରାଜ୍ୟରୁ ନିର୍ବାଚିତ ହେବା ଦରକାର? ନାଇଁ ସେନାପତି, ନାଇଁ, ମୋର ଦରକାର ଏ ରାଜ୍ୟ। ତାହେଲେ ଠିକ ଅଛି ମହାରାଣୀ, ମୁଁ ତୁମକୁ ସମ୍ପୂର୍ଣ୍ଣ କରିବି ସାହାଯ୍ୟ। ଆଉ ତାପରେ ତୁମେ ହେବ ରାଣୀ, ମୁଁ ହେବି ମହାରାଜା। ଆଉ ଦେଖିବ ରାଣୀ ମୋର କରାମତି, ଆଜଠୁ ଆରମ୍ଭ ହେବ ମୋର ରାଜନୀତି। ଦେଖିବ ରାଣୀ ମୋର କରାମତି, ଆଜଠୁ ଆରମ୍ଭ ହେବ ମୋର ରାଜନୀତି। ଖୋଲିବ ଭାଗ୍ୟ ଘର, ପଚିବ ଭାଷା ମୋର, ଖୋଲିବ ଭାଗ୍ୟ ଘର, ପଚିବ ଭାଷା ମୋର। ତୁମେ ଯିବ ମୋ ପାଶେ ବସି ଦିନ ରାତି, ଦେଖିବ ରାଣୀ ମୋର କରାମତି। ପାରିବେ କେହି ଜାଣି ଆମ୍ଭର ଦେଶ। ବସିବ ମୋର କର, ଦେଖିବ ମୋର ଖେଳ, ବସିବ ମୋର କର, ଦେଖିବ ମୋର ଖେଳ। ସତ ରାଜ କୋଟିନ ହୋଇବ ପାଗଳ, ଦେଖିବ ରାଣୀ ଆମ୍ଭର କୌଶଳ। ସେନାପତି ମେଘନାଦ, ଆସ ଆସ ଆମ ରାଜମହଲ, ସେଠି ଆମେ ଦୁହେଁ ମିଶି ଖେଳିବା ରାଜନୀତି ଖେଳ। ମହାରାଣୀ, ପ୍ରଥମେ ମେଘା ସହିତ ହାତ ମିଶାଇବାକୁ ହେଲେ ପ୍ରଥମେ ଏ ମେଘାଟାକୁ କିଛି ଦବାକୁ ପଡ଼ିବ। ଆଉ ତାପରେ ମେଘାଟା ସବୁଦିନ ପାଇଁ ତୁମର ହେଇଯିବ ତୁମର। ତାମାନେ ତମେ କଣ ମତେ ଅବିଶ୍ୱାସ କରୁଛ? ଅବିଶ୍ୱାସ କରୁଛି? ଆରେ ବିଶ୍ୱାସ କରୁଛି। ଆକାଶରେ ମେଘଟା ଯେମିତି ସମସ୍ତଙ୍କୁ ବିଶ୍ୱାସ କରି ବଞ୍ଚାଇ ରଖିଥାଏ, ଠିକ୍ ସେମିତି ଏ ମେଘାଟାର ବିଶ୍ୱାସ ହେବା ଦରକାର। ତେବେ ଠିକ ଅଛି, ତେବେ ନିଅ ତମେ ସୁବର୍ଣ୍ଣର ହାର। ଆରେ ନିଅ ସୁବର୍ଣ୍ଣର ହାର।
नियो तमे सुवर्णर हार नियो हार सुवर्णर हार नहीं 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 अरे ए सब मोर किसी दरकार नहीं दिया भरा तुम सुवर्णर हार तामने तामने तमे मोठ के कौन आशा करूनी अपेक्षा करी रही तुम सुंदर उठले तुम्हें गोटे मते चुंबदान देव आपर मेघटा सबुदिन तुम तुम सेनापति मेघनाथ तामने तामने मु तुमको यही मुहूर्त देवी हाँ असुविधा कौन ना बाबा ना है सेनापति मेघनाथ जदि आमके देखी नब ना ताहले कथाटा तब असुविधा हो जमा भी हेले पारबनी आसुची आसुची मो तमे एबे मुहूर्त मेघटा सबुदिन तुम तुम नचे तुम्हें रुह मु आसुची अवश्य तम आशाटा निश्चय पुराण आस अरे आस तमने तुम्हें कौन मो कथा राजी डेरी कर अरे दियो तुम ओठ आ मो ओठ मिसे गोटे चुंबदान अरे दियो तुम्हें राज्य महाराणी गई समाज सम्मान को पादरे धरी गई जी मोर पादशपक दास अर्थाख्य चाकर साथी तुम लिप्त कम लिप्त ये सब देखी सारे मो देह निया लगी तो हौच पिला लोक ए सब उन्नयन पर ए स्थान छाड़े ठारू चली जा कहते अब चली जा कहते चली कौन तुम धमक रे तुम्हारी पाप संपर्कटा आखिरे देखी सारा निश्चय तुमको भय लगुच ना छड़ा ए राज्यटा तमर मन रखमा ए राज्यटा हेउची मो पितांकर ए राज्य में तुमर जेतिक अधिकार अच्छी मोर मध्य सेतिक अधिकार अच्छी ए राज्य छाड़ी चली जाको कहिबाकू तबे कि तुमको तो मार डाकिबाकू मते घृणा लागुच घृणा तो एते बड़ साहस केमिति तो पुणी मो भावर कथा कहबो अरे बाहर कहते ए राज्य छाड़ी चली जा कहते चली जा बाहर कहते तो पापी कहना छटा बड़ा कोई खाना कोई खाना जीवन अरे जब तू रही सारा सही मनी मोहर अरे जब तू रही सारा सही मनी मोहर हेलो तू जो बंची रही चाहूँ
তাহলে ଆମ କଥା ମାନେ ତୁ ପାଠ ଚାଲ ନଚେତ ନ ରହିବ ତୋହର ଠିକଣା। চুপ করে অঞ্ছাক্ষা কুকুর যেତିকি লোক সেতিকি আমি কথাবার্তা করিବାକୁ চেষ্টা কর। কোন କହିଲୁ ତୋ ସାଥିରେ ହାତକୁ ମିଳେନି ଏ ରାଜ୍ୟର କତ ବାବାର ନା ତୁ ଆମ ରାଜବଂଶ ରକ୍ତରେ କର ମୁଁ କିରଣ ମାଳା ସୂର୍ଯ୍ୟଙ୍କର କିରଣ ରଶ୍ମି ଯେମିତି ସମସ୍ତଙ୍କୁ ପବିତ୍ର ଆଲୋକ ଦାନ କରିଥାଏ ସେମିତି ଏ ପାଞ୍ଚ ରାଜ୍ୟରେ ଏ କିରଣ ମାଳା ଥିବା ପର୍ଯ୍ୟନ୍ତ କେବେ ହେଲେ ଅନ୍ୟାୟ ଅଧର୍ମକୁ ପ୍ରଶ୍ରୟ ଦେବ ନାହିଁ। ମା ଅପେକ୍ଷା କର ମା ତୁମର ଏ ଗୁପ୍ତ ସମ୍ପର୍କ ପ୍ରେମ କଥାଟା ପିତାକୁ ମୁଁ ନିଶ୍ଚୟ କହିବି। କଣ କହିଲ ଆମର ଏଇ ଗୁପ୍ତ ପ୍ରେମ ସମ୍ପର୍କଟା ପିତାଙ୍କୁ ତୁ କହିଦେବୁ? କହିଦେବି କହିଦେବୁ କହିଦେବି ବଞ୍ଚି ରହିଲେ ସିନା। ମା ମରିବାକୁ ତମେ କିଏ ମା ମରିବା ବାଲା ତ ସେ ଉପର ବାଲା ଆଉ ସେ ହିଁ ଲେଖିଥାଏ କିଏ କେତେ ଦିନ ପାଇଁ ମହିମଣ୍ଡଳକୁ ଆସିଥାଏ ବୋଲି। ଅପେକ୍ଷା କର ମା ତମର ଏ ଗୁପ୍ତ ସମ୍ପର୍କ ପ୍ରେମ କଥାଟା ପିତାକୁ ମୁଁ ନିଶ୍ଚୟ କହିବି। ଚାଲି ଯାଉଛି କୁଆଡ଼େ ଚାଲି ଯାଉଛି କୁଆଡ଼େ? ଏ ନାଗୁଣୀ ଦେହରେ ହାତ ମାରିଛୁ ମାନେ ଦଂଶନଟା ତ ନିଶ୍ଚୟ ଖାଇବ। ଆଉ ଏ ନାଗୁଣୀର ଦଂଶନ ଚଳାରେ ଚରି ଚରି ତ ପୌଷ ହେଇଯିବ ମରିଯିବ ମରିଯିବ ତୁ। ତମେ ମଧ୍ୟ କଥା ବୁଝିପାରୁଛ ନାଗୁଣୀକୁ କେମିତି ଫେରି ରଖାଯାଏ ସେ କଥାର ମଧ୍ୟ ମୋତେ ଭଲ ଭାବରେ ଜଣା ଅଛି। ଅପେକ୍ଷା କର ତମର ଏ ଗୁପ୍ତ ସମ୍ପର୍କ ପ୍ରେମ କଥାଟା ପିତାକୁ ମୁଁ ନିଶ୍ଚୟ କହିବି। କୁଆଡ଼େ ଯାଉଛୁ କୁଆଡ଼େ ଯାଉଛୁ? ତୁ ତ ନାରୀ ଜାତି ହେଉଛୁ ଗୋଟେ କଳଙ୍କ ତୁ ତ ମୋ ମା ନୁହଁ ତୁ ହଉଛୁ ଗୋଟେ ପାରଙ୍ଗରା ତୁ ହଉଛୁ ଗୋଟେ ବିଚାରୀ ତୁ ହଉଛୁ ଗୋଟେ ବେଶ୍ୟା ବେଶ୍ୟା ବେଶ୍ୟା। ଏତେ ବଡ଼ କରିବାର ସାହସ ହେଲା କେମିତି? ତୁ ପୁଣି ମୋ ଚରିତ୍ର ବର୍ବାଦ କଲୁ ମୁଁ ତତେ କେବେ ହେଲେ ଛାଡ଼ିବିନି ମାରିଦେବି ମୁଁ। କଣ କହିଲ ମୁଁ ଗୋଟେ କଳଙ୍କିନି? ମୁଁ ଗୋଟେ ବାରଙ୍ଗନା? କଣ କହିଲ ମୁଁ ଗୋଟେ ବେଶ୍ୟା? તમે મતે મારા મારી શાસન કર્યા છે આખી ખોલી થઈ છે ଆଉ મતે ବୁଝાઈ થઈ છે કોણ ભૂલ કોણ ઠીક ଆଜି ଯଦି ମୋ ନିଜ ମା ବଞ୍ଚିଥାନ୍ତା ତାହେଲେ ଠିକ ସେ ମତେ ଏମିତି ମାରା ମାରି ଶାସନ କରିଥାନ୍ତା ଆଉ ମତେ କହିଥାନ୍ତା ରେ ଝିଅ ତୁ ଏଇ ବାଟରେ ଯିବୁନି ଲୋ ଏଇଟା ତୋ ପାଇଁ ଭୁଲ ରାସ୍ତା ଆଉ ମତେ କହିଥାନ୍ତା ରେ ଝିଅ ତୁ ଏଇ ବାଟରେ ଯିବୁ ଏଇଟା ତୋ ପାଇଁ ଠିକ ରାସ୍ତା ଠିକ କରିଛ ମା ତମେ ମତେ ମାରାମାରି ଶାସନ କରି ଠିକ କରିଛ ମୁଁ ଜାଣିନଥିଲି ବଡ଼ମାନଙ୍କ ବିରୁଦ୍ଧରେ ଗଲେ ପରି ମାଡ଼ ଗାଳି ଦୁଃଖ ଯନ୍ତ୍ରଣା ସହିବାକୁ ପଡ଼େ ବୋଲି ହେଲେ ମା ନାରୀର ଧର୍ମ କ'ଣ ତମେ ଜାଣିଛ ମା ନାରୀର ଧର୍ମ ହେଉଛି ସେ ଯେଉଁଦିନ ଥର ମଥାରେ ସିନ୍ଦୁର ଧାରଣ କରିଥାଏ ହସ୍ତରେ ଶଙ୍ଖ ଧାରଣ କରିଥାଏ ସେହିଦିନ ସେହି ମୁହୂର୍ତ୍ତ ନିଷ୍ପତ୍ତି ନେଇଥାଏ ଯେ ଏହି ପରପୁରୁଷକୁ ନ ଛିଇବା ପାଇଁ ହେଲେ ମା ତମେ ଏଇ କ'ଣ କରୁଛ ମା ତମେ ଏଇ କ'ଣ କରୁଛ ତମେ ମଥାରେ ସିନ୍ଦୁର ଧାରଣ କରି ହସ୍ତରେ ଶଙ୍ଖ ଧାରଣ କରି ଏହି ପରପୁରୁଷକୁ ପାଖରେ ପାଇ
ଜ୍ଞାନ କରି ଆସୁଛ ଚାଲି ଯାଉଛି ମା ମୁଁ କିଛି ଦେଖିନି ମୁଁ କହିବାକୁ କିଛି କହିବିନି କିଛି କହିବିନି କିଛି देखा था माँ कितने अभिनय करती अच्छा माँ चली जी तो निश्चय हेले जीवा पूर्व मु तुमको गोटे उपदेश देछि माँ तो बड़ी मत की उपदेश दबो हाँ तो बड़ी मत की उपदेश दबो हाँ माँ मु तुमको गोटे उपदेश देछि माँ आज तुम मथारे सिंदूर धारण करी हस्तारे शंखा धारण करी एई पर पुरुष को पाखर पाई आनंद नाचुच हसुच समय आसब माँ समय दिने ना दिने निश्चय आसब एई पर पुरुष पाई तुम मथार सिंदूर होइछिब समुद्र पाई साफ सपन आउ सेई दिन तुम एई पंचाल राजदंड दंड चित्कार करी कहब सिंदूर मो पाई सत सपन कहीं कंदू तुरे माँ पर कौन है तुरे माँ कहीं कंदू तो पिता किरण माँ मते माँ तो कौन किसी कहले ना ना माँ मते कहीं कौन कहब किरण माँ तो मते बहुत स्नेह करुची बहुत भल पाउची आखिर कौन गोटे पड़गला तो किरण से माने मते खुशी आसिला मोर किछि होइनी पिता किरण मु किछि करि परिबिनी किरण किरण रानी मो किरण कहीं कांदू स्वामी कौन है तार रानी माने गुहारानी माने मो किरण कहीं कांदू किरण माने कौन है तार गुहारानी मो माने कौन मो माने 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 कहि परबी सेनापति तमे पुणी एठारे वह सेनापति मो किरण कहीं कांदू कौन है तार कुह सेनापति गुहारानी अरे तमे कहू न कहीं महाराज कथा कौन कि किरण मारा वर्तमान कुआरी से जदि ए बयस भूल बाटर पाद दियंती ताहले आपण सही पारिबे तो आपण सही पारिबे तो कौन कहले सेनापति मो किरण ता भूल बाटरे पाद दउ नहीं सेनापति नहीं मो किरण ता एडिक टिके हेइथिला महाराज ता माता मरी जीवा परे मु ताको एई हातरे कोलेई काठे आज पर्यंत बंचाई रखीछि आज जदि से भूल बाटरे पाद दिए मु जमा सही परिबिनी सेनापति मु सही परिबिनी मु सब दिन पई मरी चिली तभी तभी इतने बड़ा अरे मोती ने 10 मास धरी धरी जन्म देनी
ହେଲେ ମୋ ପରେ ତାକୁ ଏଡ଼ିଟେ କରିଛି ରାଣୀ ତା କଥା ତମେ କାହିଁ ଚିନ୍ତା କରୁଛ କହିଲ ଆରେ ମୁଁ ତ ତାକୁ ସେଇଥିପାଇଁ ତାଗିଦ କରୁଥିଲି ତାର କିଛି ଅସୁବିଧା ହବନି ସ୍ୱାମୀ ତା କଥା ତମେ ଜମା ହେଲେ ଚିନ୍ତା କରନି ମୁଁ ସବୁ କଥା ବୁଝିପାରୁଛି ରାଣୀ ହେଲେ ମୋ କନ୍ୟାଟା କେମିତି କାନ୍ଦି କରି ଚାଲିଗଲା ହୁଏତ ସେ କ'ଣ ନାହିଁ କ'ଣ କରି ବସିବ ରାଣୀ ତମେ ଯାଅ ରାଣୀ ଦେଖିବ ମୋ କନ୍ୟା କୁଆଡ଼େ ଗଲା ଆରେ ଯାଅ ରାଣୀ ଯାଅ सेनापति महाराज महारानी रक्तमंजरी से किरणमाला को बहुत भल पाती महाराज से किरणमाला को बहुत भल पाती सेनापति महाराज आज तुम मो राज्यर दायित्व जमेती कौन बाह्य शत्रु मो राज्य को आक्रमण कर महाराज और पांचाल नगर कोण अनुकोणे उद्भासित हो उठो से प्रभु रुद्र माधवंकर सुललित महामंत्र महाराज हाँ हाँ से प्रभु रुद्र माधवंकर सुललित महामंत्र महाराज 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 राजा सूर्यानंद सूर्यंकर जेते शक्ति थिले मध्य ताकू दिले न दिले राहु ग्रास करि थाए राहु और तू राजा सूर्यानंद तू जेते रुद्र माधव को पूजा कले मध्य से तो ताकू जमारू सुनिलेनी कहीं तो पछरे लगी मेघाता कहीं मेघा किसी दिए ना कि किसी लिए ना भय करे ना कि भाव करे जाने ना हाँ से मो ना कहना लेखा माने लेखना